ଧୈର୍ଯ୍ୟ ରଖ ଏହାକୁ ଆମେ ଇଂଲିଶରେ କହିବା ହାଭ୍ ପେସେନ୍ସ। ହାଭ୍ ପେସେନ୍ସ। ମୋ ପାଖରେ ଟଙ୍କା ନାହିଁ ଏହାକୁ ଆମେ ଇଂଲିଶରେ କହିବା ଆଇ ହାଭ୍ ନୋ ମନି। ଆଇ ହାଭ୍ ନୋ ମନି। ନେକ୍ସଟ ତୁମେ ମୋ ଜୀବନ ଏହାକୁ ଆମେ ଇଂଲିଶରେ କହିବା ୟୁ ଆର୍ ମାଇ ଲାଇଫ୍। ୟୁ ଆର୍ ମାଇ ଲାଇଫ୍। କେତେବେଳେ କେମିତି ଆମେ କହିଥାଉ ମତେ ସବୁ କଥା କୁହ ଏହାକୁ ଆମେ ଇଂଲିଶରେ କହିବା ଟେଲ୍ ମି ଏଭ୍ରିଥିଙ୍ଗ। ଟେଲ୍ ମି ଏଭ୍ରିଥିଙ୍ଗ। ଯଦି ଆମେ କାହାକୁ କହୁଛନ୍ତି ମତେ କିଛି ସମୟ ଦିଅ ଏହାକୁ ଆମେ ଇଂଲିଶରେ କହିବା ଗିଭ୍ ମି ସମ୍ ଟାଇମ୍। ଗିଭ୍ ମି ସମ୍ ଟାଇମ୍। ସେ କଣ କହିଲା ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ ଡିଡ୍ ହି ସେ। ହ୍ୱାଟ ଡିଡ୍ ହି ସେ। ନେକ୍ସଟ ମୋର ମନେ ନାହିଁ ଏହାକୁ ଆମେ ଇଂଲିଶରେ କହିବା ଆଇ ଡୋଣ୍ଟ ରିମେମ୍ବର। ଆଇ ଡୋଣ୍ଟ ରିମେମ୍ବର। ଯେତେବେଳେ କେମିତି ଆମେ କହିଥାଉ ମୁଁ ପରେ କହିବି ଏହାକୁ ଆମେ ଇଂଲିଶରେ କହିବା ଆଇ ୱିଲ୍ ଟେଲ୍ ୟୁ ଲେଟର। ଆଇ ୱିଲ୍ ଟେଲ୍ ୟୁ ଲେଟର। ମୁଁ ଫୋନ ଆଣିବାକୁ ଭୁଲିଗଲି ଏହାକୁ ଆମେ କହିବା ଆଇ ଫରଗେଟ୍ ଟୁ ବ୍ରିଙ୍ଗ ମାଇ ଫୋନ। ଆଇ ଫରଗେଟ୍ ଟୁ ବ୍ରିଙ୍ଗ ମାଇ ଫୋନ। କିପରି ଭୁଲିଗଲ ଏହାକୁ ଆମେ କହିବା ଇଂଲିଶରେ ହାଉ ଡିଡ୍ ୟୁ ଫରଗେଟ୍। ହାଉ ଡିଡ୍ ୟୁ ଫରଗେଟ୍। କଣ କିଛି ଦରକାର ଏହାକୁ ଆମେ ଇଂଲିଶରେ କହିବା ଡୁ ୟୁ ନିଡ୍ ସମଥିଙ୍ଗ। ଡୁ ୟୁ ନିଡ୍ ସମଥିଙ୍ଗ। ପାଇଁ ତୁମେ କବାଟ ଖୋଲିଲନି ଏହାକୁ ଆମେ ଇଂଲିଶରେ କହିବା ହ୍ୱାଇ ଡିଡ୍ ନଟ୍ ୟୁ ଓପନ୍ ଦ ଡୋର। ହ୍ୱାଇ ଡିଡ୍ ନଟ୍ ୟୁ ଓପନ୍ ଦ ଡୋର। ସେ ମୋ ଠାରୁ ବୟସରେ ବଡ଼ ଏହାକୁ ଆମେ ଇଂଲିଶରେ କହିବା ହି ଇଜ୍ ଓଲ୍ଡର ଦେନ୍ ମି। ହି ଇଜ୍ ଓଲ୍ଡର ଦେନ୍ ମି। ମୁଁ ପ୍ରତିଦିନ ସକାଳୁ ଫୁଲ ତୋଳେ ଏହାକୁ ଆମେ ଇଂଲିଶରେ କହିବା ଆଇ ପ୍ଲକ୍ ଫ୍ଲାୱାର ଏଭ୍ରି ମର୍ଣ୍ଣିଂ। ଆଇ ପ୍ଲକ୍ ଫ୍ଲାୱାର ଏଭ୍ରି ମର୍ଣ୍ଣିଂ। ପ୍ଲକ୍ ଶବ୍ଦଟି ଆମେ ତୋଳିବା ଅର୍ଥରେ ୟୁଜ କରିଥାନ୍ତି। ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହୁଏ ଏହାକୁ ଆମେ ଇଂଲିଶରେ କହିବା ଦ ସନ୍ ସେଟ୍ ଇନ୍ ଦ ୱେଷ୍ଟ। ଦ ସନ୍ ସେଟ୍ ଇନ୍ ଦ ୱେଷ୍ଟ। ଏବେ ମନ୍ଦିରର ଘଣ୍ଟି ବାଜୁଛି ଏହାକୁ ଆମେ ଇଂଲିଶରେ କହିବା ନାଓ ଦ ବେଲ୍ ଇଜ୍ ରିଙ୍ଗିଂ ଇନ୍ ଦ ଟେମ୍ପଲ। ନାଓ ଦ ବେଲ୍ ଇଜ୍ ରିଙ୍ଗିଂ ଇନ୍ ଦ ଟେମ୍ପଲ। କୌଣସି ବ୍ୟକ୍ତିଙ୍କୁ ହଠାତ୍ ଦେଖା ହେଇଗଲେ ଆଉ ସେତେବେଳେ ଆମେ ପଚାରିଥାନ୍ତି କି କେମିତି ଅଛ ତାହାକୁ ଆମେ ଇଂଲିଶରେ କହିବା ହାଉ ଆର୍ ୟୁ। ହାଉ ଆର୍ ୟୁ। ଏହା ଆମର ଭୁଲ ଏହାକୁ ଆମେ ଇଂଲିଶରେ କହିବା ଇଟ୍ସ ଆୱାର ମିଷ୍ଟେକ୍ ୟା ଇଟ୍ସ ଆୱାର ଫଲ୍ଟ ଆମେ କହିପାରିବା। ଅଧିକ ଭାବନି ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ଓଭର ଥିଙ୍କ। ଡୋଣ୍ଟ ଓଭର ଥିଙ୍କ। ତୁମ ସହିତ ଅଛି ଏହାକୁ ଆମେ ଇଂଲିଶରେ କହିବା ଆଇ ଆମ୍ ୱିଥ୍ ୟୁ। ଆଇ ଆମ୍ ୱିଥ୍ ୟୁ। ମୁଁ ଅଫିସରେ ଅଛି ଏହାକୁ ଆମେ ଇଂଲିଶରେ କହିବା ଆଇ ଆମ୍ ଆଟ୍ ଅଫିସ। ଆଇ ଆମ୍ ଆଟ୍ ଅଫିସ। ମୋ ପାଇଁ ଅପେକ୍ଷା କର ଏହାକୁ ଆମେ ଇଂଲିଶରେ କହିବା ୱେଟ୍ ଫର୍ ମି। ୱେଟ୍ ଫର୍ ମି। ମତେ କେହି ଭଲ ପାଆନ୍ତି ନାହିଁ ଏହାକୁ ଆମେ ଇଂଲିଶରେ କହିବା ନୋବଡି ଲଭ୍ ମି। ନୋବଡି ଲଭ୍ସ ମି। ମତେ ବାଧ୍ୟ କରନି ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ଫୋର୍ସ ମି। ଡୋଣ୍ଟ ଫୋର୍ସ ମି। ପାଟି ଚୁପ୍ କର ଏହାକୁ ଆମେ ଇଂଲିଶରେ କହିବା ଶାଟ୍ ଅପ୍ ୟୋର ମାଉଥ। ଶାଟ୍ ଅପ୍ ୟୋର ମାଉଥ। ଅଳସୁଆ ହୁଅ ନାହିଁ ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ବି ଲେଜି। ଡୋଣ୍ଟ ବି ଲେଜି। କଣ ତୁମ ଦେହ ଭଲ ନାହିଁ ଏହାକୁ ଆମେ ଇଂଲିଶରେ କହିବା ଆର୍ ୟୁ ସିକ୍। ଆର୍ ୟୁ ସିକ୍। ମୋ ହାତ ଧର ଏହାକୁ ଆମେ ଇଂଲିଶରେ କହିବା ହୋଲ୍ଡ ମାଇ ହ୍ୟାଣ୍ଡସ୍। ହୋଲ୍ଡ ମାଇ ହ୍ୟାଣ୍ଡ। ବାହାରେ ଖେଳନି ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ପ୍ଲେ ଆଉଟସାଇଡ୍। ଡୋଣ୍ଟ ପ୍ଲେ ଆଉଟସାଇଡ୍। କେଉଁଟା ନବ ଏହାକୁ ଆମେ ଇଂଲିଶରେ କହିବା ହ୍ୱିଚ୍ ୱାନ୍ ଟୁ ଟେକ୍। ହ୍ୱିଚ୍ ୱାନ୍ ଟୁ ଟେକ୍। ନେକ୍ସଟ ଏହାକୁ ଉଠାଅ ଏହାକୁ ଆମେ ଇଂଲିଶରେ କହିବା ପିକ୍ ଇଟ୍ ଅପ୍। ପିକ୍ ଇଟ୍ ଅପ୍। ମୋର କେଉଁଟା ଅଟେ ଏହାକୁ ଆମେ ଇଂଲିଶରେ କହିବା ହ୍ୱିଚ୍ ୱାନ୍ ଇଜ୍ ମାଇନ୍। ହ୍ୱିଚ୍ ୱାନ୍ ଇଜ୍ ମାଇନ୍। ମାଇନ୍ ମାନେ ମୋର। କିଏ ଯିବ ଏହାକୁ ଆମେ ଇଂଲିଶରେ କହିବା ହୁ ହ୍ୱାଜ୍ ଟୁ ଗୋ। ହୁ ହ୍ୱାଜ୍ ଟୁ ଗୋ। ମୁଁ ପୁରା ଦିନ ବାହାରେ ଥିଲି ଏହାକୁ ଆମେ ଇଂଲିଶରେ କହିବା ଆଇ ହ୍ୱାଜ୍ ଆଉଟ୍ ଅଲ୍ ଡେ। ଆଇ ହ୍ୱାଜ୍ ଆଉଟ୍ ଅଲ୍ ଡେ। ମତେ ଆକୁ ନବାକୁ ପଡ଼ିବ ଏହାକୁ ଆମେ ଇଂଲିଶରେ କହିବା ଆଇ ହାଭ୍ ଟୁ ଟେକ୍ ଦିସ୍। ଆଇ ହାଭ୍ ଟୁ ଟେକ୍ ଦିସ୍। ନିଜ ଆଖି ଖୋଲା ରଖ ଏହାକୁ ଆମେ ଇଂଲିଶରେ କହିବା କିପ୍ ୟୋର ଆଇଜ୍ ଓପନ୍।
Keep your eyes open. Next, ତୁମେ କ'ଣ ଭାବୁଛ? ଏହାକୁ ଆମେ ଇଂଲିଶରେ କହିବା What are you thinking? What are you thinking? କ'ଣ ତୁମେ ମୋତେ ସାହାଯ୍ୟ କରିପାରିବ? ଏହାକୁ ଆମେ ଇଂଲିଶରେ କହିବା Can you help me? Can you help me? ଚାଲ କରିବା। ଏହାକୁ ଆମେ ଇଂଲିଶରେ କହିବା Let's do it. Let's do it. ଏହି କଥାକୁ ନିଜ ପାଖରେ ରଖ। ଏହାକୁ ଆମେ ଇଂଲିଶରେ କହିବା Keep it up to yourself. Keep it up to yourself. ସମସ୍ୟାଟି ବହୁତ କଷ୍ଟକର। ଏହାକୁ ଆମେ ଇଂଲିଶରେ କହିବା The problem is very difficult. The problem is very difficult. କାହାକୁ ଆମେ କହୁଛନ୍ତି 9ଟା ବାଜିଲାଣି ତ ତାହାକୁ ଆମେ ଇଂଲିଶରେ କହିବା It's 9 o'clock. It's 9 o'clock. Next, ଏହା ମୋ ବନ୍ଧୁ ପାଇଁ। ଏହାକୁ ଆମେ ଇଂଲିଶରେ କହିବା This is for my friend. This is for my friend. ମୁଁ ମୋ ବାପାଙ୍କୁ ଅପେକ୍ଷା କରିଛି। ଏହାକୁ ଆମେ ଇଂଲିଶରେ କହିବା I am waiting for my father. I am waiting for my father. ମୁଁ ପଢୁଅଛି ଏବେ। ଏହାକୁ ଆମେ ଇଂଲିଶରେ କହିବା I am studying now. I am studying now. Next ହେଉଛି ମୋ ପାଇଁ ଔଷଧ ଆଣିବ। ଏହାକୁ ଆମେ ଇଂଲିଶରେ କହିବା Bring medicine for me. Bring medicine for me. ତୁମେ ଏବେ କ'ଣ କରୁଥିଲ? What are you doing now? What are you doing now? ମୁଁ ଏବେ ଶୋଇଛି। ଏହାକୁ ଆମେ ଇଂଲିଶରେ କହିବା I am sleeping now. I am sleeping now. ଠିକ୍ ଅଛି, ତୁମେ ଆରାମ କର। ଏହାକୁ ଆମେ ଇଂଲିଶରେ କହିବା All right, relax. All right, relax. ତୁମଠାରୁ ଛୋଟ। ଏହାକୁ ଆମେ ଇଂଲିଶରେ କହିବା I am younger than you. I am younger than you. ତୁମର ଏପରି କହିବା ଉଚିତ ନଥିଲା। ଏହାକୁ ଆମେ ଇଂଲିଶରେ କହିବା You should not have said that. You should not have said that. ତୁମ କାରକୁ ଘର ବାହାରେ ଛାଡ଼ି ଦିଅ। ଏହାକୁ ଆମେ ଇଂଲିଶରେ କହିବା Leave your car outside the house. Leave your car outside the house. ମୁଁ ବାଘ ଦେଖିକି ଡରିଗଲି। ଏହାକୁ ଆମେ ଇଂଲିଶରେ କହିବା I was scared when I saw the tiger. I was scared when I saw the tiger. ମୁଁ ତାଙ୍କୁ ଦେଖିବାକୁ ଯାଇଥିଲି। ଏହାକୁ ଆମେ ଇଂଲିଶରେ କହିବା I want to see him. I want to see him. ଆମେ ଏକ ଗୋଲ ଟେବୁଲ କିଣିଲୁ। ଏହାକୁ ଆମେ ଇଂଲିଶରେ କହିବା We brought a round table. We brought a round table. ତୁମକୁ ଏହା କାହିଁକି ଦରକାର? ଏହାକୁ ଆମେ ଇଂଲିଶରେ କହିବା Why do you need this? Why do you need this? ଆମେ କେତେବେଳେ କେମିତି କହିଥାଉ କି ଚାହାରେ ଚିନି ମିଶାଉଛୁ, ତାହାକୁ ଆମେ ଇଂଲିଶରେ କହିବା We add sugar to tea. We add sugar to tea. ଆମେ ହୁଏତ କାଲି ଜିତିବୁନି। ଏହାକୁ ଆମେ ଇଂଲିଶରେ କହିବା We may not win tomorrow. We may not win tomorrow. ସମ୍ଭାବନା ଅର୍ଥରେ ଆମେ mayର ୟୁଜ୍ କରିଥାଉ। ଏକ୍ସାମ୍ପଲ may be. ଆମେ ଆଜି ଜିତିବା। ଏହାକୁ ଆମେ ଇଂଲିଶରେ କହିବା We may win today. We may win today.